କେନ୍ଦୁଝରିଆଙ୍କ ମନରେ ଗୋଟେ ରାଗ ଜନ୍ମିଲା। ବିଜୁ ବାବୁ କହିବେ ସାଇକେଲ ନ ଟାଣିକରି ଆମେ ଇସ୍ପାତ କାରଖାନା କରିପାରିବୁ ନାହିଁ। ଆଉ ବାସ୍ତବିକ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେ ବି ଆମେ ଦାବି କରିଛୁ, ଆମେ କେବେ ଇସ୍ପାତ କାରଖାନା ପାଇଲୁ ନାହିଁ। କେବଳ ଗୋଟେ କୋଉଠି ସ୍ପଞ୍ଜ ଆଇରନ୍, କିନ୍ତୁ ବିଜୁ ବାବୁ କରିଥିଲେ ବଡ଼ବିଲରେ କଳିଙ୍ଗ ଆଇରନ୍ ୱାର୍କସ, ଏକ ପିଗ୍ ଆଇରନ୍, କିନ୍ତୁ ବଡ଼ କାରଖାନା ଗୋଟିଏ କରିପାରିଲୁ ନାହିଁ। ଏବଂ ଆମ ମନ ଭିତରେ ସମସ୍ତଙ୍କର ଏକଥା ଆଜି ବି ଅଛି। ପ୍ରତ୍ୟେକ ସମୟରେ ଯେତେବେଳେ ନିର୍ବାଚନ ପ୍ରତିଶ୍ରୁତିରେ ଯଦି ଇସ୍ପାତ କାରଖାନା ହବ ତାହେଲେ ଆମେ ସହଯୋଗ କରିବୁ, ଭୋଟ ଦେବୁ, ଏ କଥା ବି ସବୁବେଳେ ଆସେ। ସମୟ ଗଡ଼ି ଚାଲିଲା, ବହୁତ ବଡ଼ ବଡ଼ ନେତୃତ୍ୱ ଆସିଲେ। କଂଗ୍ରେସର ସରକାର, ଜନତା ଦଳର ସରକାର, ପ୍ରଫୁଲ୍ଲ ବାବୁଙ୍କ ସରକାର, ଜନତା ଦଳ ସରକାର 90 ମସିହାରେ, ପରବର୍ତ୍ତୀ ପର୍ଯ୍ୟାୟରେ ଜାନକୀ ବାବୁଙ୍କ ସରକାର, ପରବର୍ତ୍ତୀ ପର୍ଯ୍ୟାୟରେ ନବୀନ ବାବୁଙ୍କ ସରକାର। ଏବଂ ନବୀନ ବାବୁଙ୍କ ସରକାରରେ ଗୋଟେ MOU ସାଇନ୍ ହେଲା ରୁଙ୍ଗଟା କମ୍ପାନୀ ସହିତ, ଏବଂ ସେଇଟାକୁ ଘୋଷଣା କରିଦିଆଗଲା ଏଇଟା ହେଉଛି ମେଗା ଷ୍ଟିଲ୍ ପ୍ଲାଣ୍ଟ ରୁଙ୍ଗଟା କମ୍ପାନୀ କରୁଛି, ଆଉ ଆମେ ଧନ୍ୟବାଦ ବି ଦେଇଦେବା। ଆଉ ସମସ୍ତେ ଦଳମତ ନିର୍ବିଶେଷରେ ନବୀନ ବାବୁଙ୍କୁ କେନ୍ଦୁଝର ଦରବାର ହଲରେ ଧନ୍ୟବାଦ ବି ଦେଲେ। କିନ୍ତୁ ବାସ୍ତବରେ ସେଇଟା ଇସ୍ପାତ କାରଖାନା ନଥିଲା, ସେଇଟା ଗୋଟିଏ କେନ୍ଦୁଝରକୁ ଲଲିପପ୍ ଦେବା ସଦୃଶ ଗୋଟିଏ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ କ'ଣ କହୁଛନ୍ତି, ଗୋଟେ ସ୍ପଞ୍ଜ ବି ଥିବ, ରଡ୍ ବି ତିଆରି ହେବ, ବ୍ଲେଡ୍ ହେବ, ଆଉ କ'ଣ ହେବ, 8,000 କୋଟି ଟଙ୍କାରେ। ସେଟା ବି ଆଜି ପର୍ଯ୍ୟନ୍ତ ଭିତ୍ତିପ୍ରସ୍ତର ବି ହେଇପାରିଲାନି, ତାର ଗ୍ରାମସଭା ବି ହେଇନାହିଁ କି ହେବାର ବି ନାହିଁ। ମୁଁ ଯେତେବେଳେ ଏବେ ଦାବି କରୁଛି ତମେ ତାକୁ MOU କରିଥିଲ, କର ନାହିଁ। ଏଣୁ ବାସ୍ତବିକ ସିଏ ଯୋଉ ଗୋଟେ ଆମକୁ କହିଦେଇଥିଲେ ଯେ ତମେ ତ ସାଇକେଲ ନଟ୍ ଟାଇଟ୍ କରି ଜାଣିନ, ତମେ କ'ଣ ଇସ୍ପାତ କାରଖାନା ନେବ, ଏଟା ମୋ ମନରେ ଯେତେବେଳେ ମୁଁ ଶୁଣିଲି ମୋତେ ବହୁତ ରିଆକ୍ସନ୍ ହେଲା। ଯେହେତୁ ମୁଁ କେନ୍ଦୁଝରିଆ, ଆମେ ଏତେ କମଜୋର କେନ୍ଦୁଝରିଆ ଲୋକ, ଇସ୍ପାତ କାରଖାନା ଅଲଗତ ହେବ କେନ୍ଦୁଝର ଜିଲ୍ଲାରେ। ସେଦିନ ଠାରୁ ମୁଁ ଗୋଟେ ମୋର ପଣ କରିଲି ଯେ ମୁଁ ନିଶ୍ଚିତ ଭାବରେ କେବେ ନା କେବେ ଇସ୍ପାତ କାରଖାନା ଗୋଟେ କରେଇବି। ସମୟ ଅତିବାହିତ ହେଲା, ନିର୍ବାଚନ ଆସିଲା, ସରକାର ଆସିଲେ, କେତେ ବଡ଼ ବଡ଼ ନେତା ଆମ ଜିଲ୍ଲାର ନିରଞ୍ଜନ ପଟ୍ଟନାୟକ, ସେ ବଦ୍ରିନାରାୟଣ ପାତ୍ର, ସହରାଇ ଓରାମ, ଛୋଟରାଇ ମାଝୀ ଇତ୍ୟାଦି ଇତ୍ୟାଦି ଅନେକ ନେତା ଆସିଲେ, ସରକାର ଆସିଲେ, କିନ୍ତୁ ଇସ୍ପାତ କାରଖାନା ହେବାର ନାଁ ଆଉ ଆସିପାରିଲା ନାହିଁ। ମଝିରେ ମଝିରେ ମିଟିଂ ହୁଏ, ମିଟିଂକୁ ମୁଁ ଯାଏ। ଯେତେବେଳେ କିଛି ଆମର ସଂଘ ତରଫରୁ କିମ୍ବା କୌଣସି ଗୋଟାଏ ମୋର୍ଚ୍ଚା ମଞ୍ଚ ତରଫରୁ ଆମେ କରିବା, ସାମ୍ବାଦିକମାନଙ୍କ ତରଫରୁ ଆମେ କରିବା, ଆମେ ଲଢ଼େଇ କରିବା, ଏ ପ୍ରକାରର ଅନେକ ଲଢ଼େଇ ପରେ ବି କୌଣସି ପ୍ରକାରର ଦାନା ବାନ୍ଧିଲା ନାହିଁ। ମୁଁ ସବୁଥିରେ ସମ୍ପୃକ୍ତ ଅଛି, କିନ୍ତୁ ମନ ଭିତରେ ମୋର ଗୋଟିଏ ସେ ମନ ଭିତରେ ଥିଲା ଯେ ଆଜି ନହେଲେ କାଲି କେବେ ହେଲେ ଗୋଟେ ଇସ୍ପାତ କାରଖାନା ହେବ, ଆଉ ସେଇଟା ଆମେ ଲଢ଼େଇ କରିବୁ, ଏ ଭାବନା ଭିତରେ ଥିଲା। ସମୟ ବଡ଼ ବଳବାନ। ଆଜି ଓଡ଼ିଶାବାସୀଙ୍କର ଆଶୀର୍ବାଦରେ ଆଜି ମୋତେ ଏ ସରକାରର ମୁଖିଆ ଦାୟିତ୍ୱ ଆଜି ମୋତେ ମିଳିଛି। ଇସ୍ପାତ କାରଖାନା କରିବାର ଯେଉଁ ଲଢ଼େଇ କରି ଯେତିକି ମୋର ମନରେ ମାନେ ସଂକଳ୍ପ ଥିଲା, ଆଉ ଆହ୍ୱାନ ଥିଲା ଯେ ନିଶ୍ଚିତ ଭାବରେ କରିବୁ, ଲଢ଼େଇ କରିବୁ, ଆନ୍ଦୋଳନ କରିବୁ। ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ସିଧାସଳଖ ମୋତେ ଦାୟିତ୍ୱ ଦେଇଦେଲେ, ତମେ ସରକାରର ମୁଖିଆ, ଇସ୍ପାତ କାରଖାନା କ'ଣ ଆଉ କ'ଣ କରିବା କଥା ତମେ କର ଏବେ ବିଚାର। ଆଜି ବିଚାର ଆସିକି ମୋ ପାଖରେ ପହଞ୍ଚିଗଲା। ପ୍ରଫୁଲ୍ଲ ବାବୁ ଏବେ ବି କହୁଛନ୍ତି, ମୁଁ ଯାଜପୁରିଆ ହେଲେ ବି ମୁଁ କେନ୍ଦୁଝରକୁ ଭଲ ପାଏ, ଆଉ ଇସ୍ପାତ କାରଖାନାଟା କେବେ ହେବ, ଏବେ ବି କହୁଥିଲେ। ଏବଂ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ 2025ରେ ଯେତେବେଳେ ଆମେ ଗତ ଜାନୁଆରୀ 28-29ରେ ଭୁବନେଶ୍ୱର ଏଇଠି କରଲୁ, ଇନଭେଷ୍ଟର୍ସଙ୍କର ମିଟ୍ କରଲୁ, ସେତେବେଳେ ସମସ୍ତେ କହୁଛନ୍ତି ଯେ ଆମେ ପୋର୍ଟ ବେସ୍ ଇଣ୍ଡଷ୍ଟ୍ରି କରିବୁ, ପାରାଦୀପରେ କରିବୁ, ଗୋପାଳପୁରରେ କରିବୁ, ଅସ୍ତରଙ୍ଗରେ କରିବୁ, ଧାମରାରେ କରିବୁ, କେମିକାଲ୍ସର ଇଣ୍ଡଷ୍ଟ୍ରି କରିବୁ, ପେଟ୍ରୋକେମିକାଲ୍ସର କରିବୁ, ସେ ହାଇଡ୍ରୋଜେନ୍, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ, ଟେକ୍ସଟାଇଲ, ଆଉ ରିନ୍ୟୁଏବଲ ଏନର୍ଜି, ଏଗ୍ରୋ ଇଣ୍ଡଷ୍ଟ୍ରି, କେବିଜିଙ୍କର, ଏ ସମସ୍ତେ କରିବୁ କହିଲେ ସମସ୍ତେ କ'ଣ ଆଉ କେନ୍ଦୁଝରରେ କରିବେ କି?
ଇସ୍ପାତ କାରଖାନା ନା ପାରାଦୀପରେ କରିବୁ, ନହେଲେ କଳିଙ୍ଗନଗରରେ କରିବୁ କିମ୍ବା ଅନୁଗୁଳରେ କରିବୁ। କିନ୍ତୁ କେନ୍ଦୁଝରରେ କେହି, ମୁଁ ମୁଖ୍ୟମନ୍ତ୍ରୀ ହେଲା ପରେ ବି ସାମ୍ନା ଆଉ ନାହିଁ। ମୁଁ କହିଲି ଆଗେ ଲୁହା ପଥର ବନ୍ଦ କରିଦେବି, ଯାହା ହେବ ପଛେ। ଆଲୋଚନା ଚାଲିଲା, ତାପରେ ଧୀରେ ଧୀରେ ଦାନା ବାନ୍ଧିଲା ଏବଂ 3ଟି କମ୍ପାନୀ ରାଜି ହେଲେ କରିବା ପାଇଁ। ସେମାନେ ଗୋଟେ ସର୍ତ୍ତ ରଖିଲେ, ଆମେ ସେଠି କରିବୁ ନହେଲେ ପାରାଦୀପରେ କରିବୁ। ମୁଁ କହିଲି ପାରାଦୀପଟା ମୁଁ ଆଗେ ବନ୍ଦ କରିଦେବି, ଆଗେ ତୁମେ କେଉଁଝରରେ କରିସାର, ତାପରେ ପାରାଦୀପରେ କରିବ। ଇଏ ପ୍ରକାରର ମାନେ ମୁଖ୍ୟମନ୍ତ୍ରୀ ହେଲା ପରେ ବି ଇସ୍ପାତ କାରଖାନା ପାଇଁ ସଂଘର୍ଷ। ବିଜୁ ବାବୁଙ୍କ କଥା ମନେ ପଡେ, ସାଇକେଲ ନୋଟ ତୁମେ ଟାଇଟ୍ କରି ଜାଣିନ ତୁମେ କ'ଣ କାରଖାନା କରିବ। ଆଉ ବାସ୍ତବିକ ଆଜି ସେ କଥାଟା ମୋର ଏତେ ପ୍ରତିକ୍ରିୟା ଭିତରେ ଆଜି ବି ଅଛି। ଯଦି ମୁଁ କାରଖାନା କରି ନ ପାରିବି ତାହେଲେ ମୋ ରାଜନୀତି ଜୀବନକୁ ମଧ୍ୟ ନିଶ୍ଚିତ ଭାବରେ ମୁଁ ଧିକ୍ କରିବି। ସୌଭାଗ୍ୟର କଥା ଯେ MOU ସାଇନ୍ ହେଇଛି 145ଟି MOU ଭିତରୁ, ସେଥିରୁ 35,000 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାରେ ଗୋଟିଏ 5 ମିଲିୟନ ଟନ୍ର ଇସ୍ପାତ କାରଖାନା କେନ୍ଦୁଝରରେ ପ୍ରତିଷ୍ଠା ହେବ। MOU ସାଇନ୍ ହେଇଛି। ବର୍ତ୍ତମାନ କେତେ ବାଟ ଗଲା ବୋଲି ପଚାରୁଥିଲେ ପ୍ରଫୁଲ୍ଲ ବାବୁ। ଭଲ ଅଫିସରକୁ ନିଅନ୍ତୁ, କଲେକ୍ଟରକୁ ଦାୟିତ୍ୱ ଦିଅନ୍ତୁ, ତୁରନ୍ତ ଜମି ଅଧିଗ୍ରହଣ କରାନ୍ତୁ, ଭୂମି ପୂଜନ କରିବାର ବାଟ କରାନ୍ତୁ। ସେ ମୋତେ ଆଡଭାଇସ୍ କରୁଥିଲେ, ହେବ, ନିଶ୍ଚିତ ଭାବରେ ହେବ। ତ ଗୋଟିଏ ଗୋଟିଏ କଥା ଯୋଉଟା ଦେଖନ୍ତୁ, ନେଗେଟିଭ କଥାରୁ ଆରମ୍ଭ ହେଇ ହେଇ ଶେଷରେ ପଜିଟିଭ। ପ୍ରଫୁଲ୍ଲ ବାବୁଙ୍କ କ୍ଷେତ୍ରରେ, କେଭି ସିଂହଦେଓଙ୍କ କ୍ଷେତ୍ରରେ, ଆଉ ମୋର ପ୍ରତ୍ୟକ୍ଷ ହେଇ ନଥିଲେ ମଧ୍ୟ ମୋ ଜିଲ୍ଲାରେ ଘଟିଥିବା ଗୋଟିଏ ନେଗେଟିଭ କଥା ଯେ ସାଇକେଲ ଟାଇଟ୍ କରି ଯାଇନ ତୁମେ କ'ଣ, ଆଜି ମଧ୍ୟ ସେଇ କଥାର ଗୁରୁତ୍ୱ, ସେଇ କଥାର ସଂକଳ୍ପରୁ ନିଶ୍ଚିତ ଭାବରେ ମୁଁ କରେଇବି, ମୁଁ ଲଢ଼େଇ କରି କରେଇବି। ଯେତେବେଳେ ମର୍ଣ୍ଣିଂ ୱାକ୍ରେ ଚାଲିଲି, ଯଦି ଷ୍ଟାଡିୟମରେ 5ଟା ଲୋକ ଆସି କହିବେ ଆପଣ ଆମର କେନ୍ଦୁଝର ଖାଲି ଗୋଟେ କରାନ୍ତୁ ଇସ୍ପାତ କାରଖାନା, ଆମର କିଛି ଦରକାର ନାହିଁ, ଆପଣ ସବୁଦିନ ପାଇଁ ଆମର ହିରୋ ହେଇକି ରହିବେ, ମୁଁ କହିଲି ନିଶ୍ଚିତ ହେବ, ବ୍ୟସ୍ତ ହୁଅନ୍ତୁ ନାହିଁ। ତ ଏଇ ଯୋଉ ଗୋଟିଏ ଆତ୍ମବିଶ୍ୱାସ ଆଉ ବିଜୁ ବାବୁଙ୍କର ନେଗେଟିଭ କଥାକୁ ପଜିଟିଭ କରେଇବା, ସମୟ କ୍ରମେ ସମୟ ବଡ଼ ବଳବାନ। ମୁଁ କହିଥିଲି ଆଜି ଆମେ ବହୁତ କିଛି କରୁଛନ୍ତି। 17 ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ, ସେଥିରୁ 13 ଲକ୍ଷ କୋଟି ଟଙ୍କାର MOU, 145ଟି MOU, 9 ଲକ୍ଷ ଲୋକଙ୍କୁ ଜବ୍ ଦେବା। ଏ ପ୍ରକାରର ଗୋଟିଏ ବହୁତ ବଡ଼ ଗୋଟିଏ ଆଜି ସୁଯୋଗ ସୃଷ୍ଟି ହେଇଛି ଶିଳ୍ପ କ୍ଷେତ୍ରରେ, ଯାହାକୁ କି ବିଜୁ ବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ। ନିଜେ ଜଣେ ସେ ଉଦ୍ୟୋଗୀ ଶିଳ୍ପପତି, ଅନେକ କାରଖାନା ବନେଇଲେ। ସେ ଆମ କେନ୍ଦୁଝର ଜିଲ୍ଲାର ପିଗ୍ ଆଇରନ୍ କାରଖାନାଠୁ ଆରମ୍ଭ କରିକି ଯେତେ କାରଖାନା ବନେଇଲେ, ବିଜୁ ବାବୁ ଗୋଟେ ଏଭଳିଆ ଲୋକ, ସବୁଗୁଡ଼ିକ ସରକାରକୁ ଦେଇଦେଲେ, ସବୁ ସରକାରକୁ ହସ୍ତାନ୍ତର, କିଛି ରଖିଲେ ନାହିଁ ନିଜ ପାଇଁ।